ଆମର ଆଉ ଏକ ନୂଆ ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ। ଆଜିର ଆଲୋଚନାର ବିଷୟ ହେବ ସୌରଜଗତ। ସୌରଜଗତରେ କ'ଣ କ'ଣ ରହିଛି ପ୍ରତ୍ୟେକର ସମ୍ପୂର୍ଣ୍ଣ ଆଲୋଚନା କରିବା। ଯେମିତିକି ସୂର୍ଯ୍ୟ, ଚନ୍ଦ୍ର ଓ 8ଟି ଗ୍ରହର ତାହାର ଗୋଟି ଗୋଟି କରି ସମସ୍ତ ଆମେ କ'ଣ କରିବା ଆଲୋଚନା କରିବା। ଦେଖ କ'ଣ କ'ଣ ଅଛି ଦେଖିବା। ଏଠିକି ଆସିବା। ଏ ଚିତ୍ରଟିକୁ ଭଲ ଭାବରେ ଦେଖ। ତମେ ଜାଣିଥିବ ଯେ ସୂର୍ଯ୍ୟର ତାହାର ଚାରିପଟରେ ଅନେକ ଗ୍ରହ ମାନେ ତାମାନେ 8ଟି ଗ୍ରହ ଏମିତି ଘୁରି ଘୁରିକି ରହିଥାନ୍ତି। ତ ଅନୁକ୍ରମରେ ଯଦି ଦେଖିବା ତାହେଲେ ମଝିରେ ସୂର୍ଯ୍ୟ ଥାଏ। ତାର ଠିକ୍ ବାହାରକୁ ଆମର ମର୍କ୍ୟୁରୀ ବା ବୁଧ ଗ୍ରହ ରହିଥାଏ। ତାପରେ ତା ବାହାର ରିଙ୍ଗରେ ଭେନସ୍ ବା ଶୁକ୍ର ଗ୍ରହ ରହିଥାଏ। ତାର ତୃତୀୟରେ ଆମର ପୃଥିବୀ ବା ଆର୍ଥ ଥିବାର ତମେ ମଧ୍ୟ ଜାଣିଥିବ। ଚତୁର୍ଥରେ ମଙ୍ଗଳ ବା ମାର୍ସ ଥାଏ। ସେମିତି ପଞ୍ଚମରେ ଆମର ବୃହସ୍ପତି ବା ଜୁପିଟର ଥାଏ। ଷଷ୍ଠରେ ଶନି ବା ସ୍ୟାଟର୍ନ ଥାଏ ଓ ସପ୍ତମରେ ୟୁରାନସ୍ ଥାଏ। ଆଉ ଅଷ୍ଟମ ବା ସବୁଠାରୁ ବାହାରେ ଆମର ନେପଚୁନ୍ ଗ୍ରହଟି ରହିଥାଏ। ଅବସ୍ଥିତି ଅନୁସାରେ ଯଦି ଆମେ ଦେଖିବା ତାହେଲେ ମଝିରେ ସୂର୍ଯ୍ୟ, ତାପରେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଆଉ ନେପଚୁନ୍ ରହିଥାଏ। ଆମେ ସମ୍ପୂର୍ଣ୍ଣ ଭାବେ ଗୋଟି ଗୋଟିକିର ଆଲୋଚନା କରିବା। ଆଉ ତାହାର କେତେଟି ଉପଗ୍ରହ ଅଛି, ତାହାର ଆଉ କ'ଣ କ'ଣ ରହିଛି, ତାହାର ବାୟୁମଣ୍ଡଳ ଅଛି କି ନାହିଁ, ସମସ୍ତ ଆମେ ଗୋଟେ ଗୋଟେ କରି ଆଲୋଚନା କରିବା। ଗୋଟିଏ ଭିଡ଼ିଓରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ଯେମିତିକି ଆମେ ପ୍ରଥମେ ଆଲୋଚନା କରିବା ସୂର୍ଯ୍ୟ। ସୂର୍ଯ୍ୟ ବୋଲେ ତମେ ଜାଣିଥିବ ସୂର୍ଯ୍ୟ ଏକ ତାରା ଅଟେ। ତାହା ଅତି ପାଖରେ ଥିବାରୁ ତାହାର ଉଜ୍ଜ୍ୱଳ ବା ଆଲୋକ ଆମକୁ ଅଧିକ ଜଣାଯାଏ। ଦେଖ ତାର ପଏଣ୍ଟ ପଏଣ୍ଟ କରି ଲେଖିଦେଇଛି। ମୁଁ ଗୋଟେ ଗୋଟେ ପଏଣ୍ଟକୁ ତୁମକୁ ଭଲ ଭାବରେ ବୁଝେଇବାକୁ ଚେଷ୍ଟା କରିବି। ଯେମିତିକି ପ୍ରଥମ ପଏଣ୍ଟରେ ଅଛି ସୂର୍ଯ୍ୟ ସୌରଜଗତର କେନ୍ଦ୍ରରେ ଥିବା ଏକ ବଡ଼ ତାରା ଅଟେ। ଏବେ କହିଥିଲି ମୁଁ ତୁମକୁ ଯେମିତି କେନ୍ଦ୍ରରେ ସୂର୍ଯ୍ୟ ଥାଏ ଆଉ ଏମିତି ତା ବାହାରେ 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 ସବୁ ଆମର ଗ୍ରହମାନେ ରହିଥାନ୍ତି। ତ ସୂର୍ଯ୍ୟ କେଉଁଠି ଥାଏ? କେନ୍ଦ୍ରରେ ଥାଏ ଓ ଏଇଟା ଏକ ବଡ଼ ତାରା ଅଟେ। ତାହାର ସାଇଜରେ ବଡ଼ ଥାଏ, ସେଥିପାଇଁ ଆମକୁ ଅତି ବଡ଼ ଦେଖାଯାଇଥାଏ। ଠିକ୍ ଅଛି। ଆମର ସୌରଜଗତର ବଡ଼ ତାରା ହେଲା ସୂର୍ଯ୍ୟ। ସେମିତି 2 ନମ୍ବର ପଏଣ୍ଟରେ କ'ଣ ଲେଖା ହେଇଛି? ଏହା ଆଲୋକ ଓ ତାପର ପ୍ରଧାନ ସ୍ରୋତ। ଆଲୋକ ଆଉ ଆମର ତାପ ଦେଇଥାଏ। ପାଖାପାଖି ତମେ ଜାଣିଥିବ ତାହାର ବାହାର ରେଡ଼ିୟସରେ 6000 ଡିଗ୍ରୀ ସେଲସିୟସର ତାପ ଦେଇଥାଏ। ତାମାନେ ତ ଜାଣିଥିବ ତାହାର କେନ୍ଦ୍ରରେ କେତେ ଡିଗ୍ରୀ ସେଲସିୟସର ତାପ ଥିବ, ତମେ ଭାବି ମଧ୍ୟ ପାରିବ ନାହିଁ। ଆଉ କ'ଣ ଲେଖା ହେଇଛି? ସୂର୍ଯ୍ୟର ତାପ ଓ ଆଲୋକ ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ। ଆମେ ଜାଣିଛେ ଯେ ଜୀବନ ସମ୍ଭବ ପାଇଁ ଯେମିତି ତମେ ଗୋଟେ ଉଦ୍ଭିଦ ସମ୍ଭବ ପାଇଁ କ'ଣ ଗୋଟେ ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ କ'ଣ କ'ଣ ଦରକାର ହେଇଥାଏ? ଆଲୋକ, ଜଳ ଏସବୁର ଜୀବନ ସମ୍ଭବ ପାଇଁ ଏସବୁ ଗୁଡ଼ିକ ହେଲା ଉତ୍ସ। ସେମିତି ଯେମିତିକି ସୂର୍ଯ୍ୟ ଆଲୋକର ଖାଦ୍ୟ ପ୍ରସ୍ତୁତି କରିଥାଏ। ଏଇଟା ତମେ ଆଲୋକ ଶ୍ଳେଷଣ ପ୍ରକ୍ରିୟା ଯଦି ଜାଣିଥିବ ତାହେଲେ ଭଲ ଭାବରେ ତମେ ବୁଝିପାରିବ। ସେମିତି ଦେଖ ପରବର୍ତ୍ତୀ ପଏଣ୍ଟରେ କ'ଣ ଲେଖା ହେଇଛି? ସୂର୍ଯ୍ୟର ଗୁରୁତ୍ୱାକର୍ଷଣ ଶକ୍ତି ଦ୍ୱାରା ସମସ୍ତ ଗ୍ରହ ତାହା ଚାରିପଟରେ ଘୁରୁଛନ୍ତି। ତାହାର କ'ଣ ଅଛି? ଗୁରୁତ୍ୱାକର୍ଷଣ ଶକ୍ତି ଅଛି। ସେଇଥିପାଇଁ କେନ୍ଦ୍ରରେ ଯଦି ସୂର୍ଯ୍ୟ ଅଛି ତା ଚାରିପଟେ ଅନ୍ୟ ଗ୍ରହମାନେ ସେମିତି
ବୁଲି 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 ଘୁରୁଥାନ୍ତି, ନହେଲେ ଏପଟେ ସେପଟେ ଅନ୍ୟ ଗ୍ରହମାନେ ସବୁ ଚାଲିଯାଆନ୍ତି। ତାର ସେ ଶକ୍ତି ପାଇଁ ସମସ୍ତେ ତା ଆଡ଼କୁ ଏମିତି ଟାଣି ହେଇକି ଗୋଟେ ଏମିତି ସର୍କଲ ହେଇକି ଘୁରୁଥାନ୍ତି। ଆଶା କରୁଛି ଭଲ ଭାବରେ ସୂର୍ଯ୍ୟକୁ ବୁଝିପାରିଥିବ। ଏମିତି ଆମେ ଗୋଟେ ଗୋଟେ କରି 8ଟି ଗ୍ରହକୁ ଏମିତି ପଏଣ୍ଟ ଅନୁସାରେ ବୁଝିବାକୁ ଚେଷ୍ଟା କରିବା। ଦେଖ, ଆମର ପ୍ରଥମ ଗ୍ରହ ସୂର୍ଯ୍ୟଠାରୁ ନିକଟ ଗ୍ରହ ବୁଧ ଗ୍ରହ, ଆମେ ଯାହାକୁ ମର୍କ୍ୟୁରୀ ବୋଲି କହିଥାଉ, ତା ବିଷୟରେ ଏବେ ଆମେ ଜାଣିବା। ଆମର ସୂର୍ଯ୍ୟର ନିକଟତମ ହେଉଛି ବୁଧ ବା ମର୍କ୍ୟୁରୀ। ଦେଖ, ତାହାର ପ୍ରଥମ ପଏଣ୍ଟରେ କ'ଣ ଲେଖିଛି ମୁଁ, ବୁଧ ସୌରଜଗତର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟଠାରୁ ସବୁଠାରୁ ନିକଟ ଗ୍ରହ। ଆମେ ଏବେ ପଢ଼ିକି ଆସିଲେ ତମେ ଏ ପିକ୍ଚରଟିକୁ ପୁରା ଅନୁକ୍ରମରେ ମନେ ରଖିବ। ଯେମିତିକି ସୂର୍ଯ୍ୟର ପାଖେ କ'ଣ ଅଛି, ବୁଧ ଅଛି, ତାପରେ ଶୁକ୍ର ଅଛି, ଏମିତି ତମେ ମନେ ରଖିବ। ଠିକ୍ ଅଛି। କ'ଣ କହୁଛି, ସବୁଠାରୁ ଛୋଟ, ଏହାର ଆକାରରେ ମଧ୍ୟ ଛୋଟ ଓ ଏ ସୂର୍ଯ୍ୟଠାରୁ ସବୁଠାରୁ ନିକଟରେ ରହିଥାଏ। କିଏ? ବୁଧ ଗ୍ରହଟି। ତାପରେ 2 ନମ୍ବର ପଏଣ୍ଟ କ'ଣ ଲେଖିଛି ଦେଖ, ଦିନେ ଏଠାରେ ଅତ୍ୟଧିକ ତାପ ଏବଂ ରାତିରେ ବହୁତ ଶୀତ ହୋଇଥାଏ। ଏଥିରେ ଦିନ ବେଲା ଅଧିକ ତାପ ହୋଇଥାଏ, ରାତି ବେଲା ପୁରା ଶୀତ ଅନୁଭବ ହୋଇଥାଏ। ତାପରେ 3 ନମ୍ବର ପଏଣ୍ଟରେ କ'ଣ ଲେଖାଯାଇଛି ଦେଖ, ବୁଧରେ ଘନ ବାୟୁମଣ୍ଡଳ ଓ ଜୀବନ ନାହିଁ। ତାହା ବାୟୁମଣ୍ଡଳରେ ଅତି ଘନତ୍ୱ ଦେଖାଯାଏ ଓ ଏଥିରେ ଜୀବନ ରହିବା ବା କୌଣସି ଉଦ୍ଭିଦ କିମ୍ବା ପ୍ରାଣୀ ଏଥିରେ ନାହିଁ, ଏପର୍ଯ୍ୟନ୍ତ ନାହିଁ ବୋଲି ଯାହା ଜଣାଯାଇଛି ତାହା ଲେଖାଯାଇଛି। ଦେଖ, ତାପରେ 4 ନମ୍ବର ପଏଣ୍ଟରେ କ'ଣ ଲେଖାଯାଇଛି, ଏହା କୌଣସି ଉପଗ୍ରହ ନାହିଁ। ଆମର ଯେମିତି ପୃଥିବୀର ଉପଗ୍ରହ ଅଛି କି ନାହିଁ? ଅଛି। କ'ଣ ଅଛି? ପୃଥିବୀର ଉପଗ୍ରହ ହେଲା ଚନ୍ଦ୍ର। ସେମିତି ଏହାର କୌଣସି ଉପଗ୍ରହ ନାହିଁ। କାହାର? ବୁଧର। ଠିକ୍ ଅଛି। ଏବେ ଆମେ 2 ନମ୍ବର ଗ୍ରହକୁ ଦେଖିବା, ଯାହା ହେଉଛି ଶୁକ୍ର ବା ଭେନସ୍ ବୋଲି ଆମେ କହିଥାଉ। ଶୁକ୍ର ସୌରଜଗତର ଦ୍ୱିତୀୟ ଗ୍ରହ। ଏବେ ଆମେ ପଢ଼ିଲେ କେନ୍ଦ୍ରରେ ଅଛି ସୂର୍ଯ୍ୟ, ତାପରେ ହେଲା ବୁଧ, ତା ବାହାରେ ଅଛି ଶୁକ୍ର ଏବଂ ପୃଥିବୀଠାରୁ ସବୁଠାରୁ ନିକଟ ପଡ଼ୋଶୀ। କାହାର? ବୁଧ ପରେ ପରେ କିଏ? ଆମର ଶୁକ୍ର ବା ଭେନସ୍ଟି ଅଛି। ଏଇଟା କାହାର ପଡ଼ୋଶୀ? ଆମର ପୃଥିବୀର ପଡ଼ୋଶୀ। ପୃଥିବୀର ସବୁଠାରୁ ପାଖରେ ଅଛି ଶୁକ୍ର ଗ୍ରହ। ଏହା ସବୁଠାରୁ ଉଜ୍ଜ୍ୱଳ ଗ୍ରହ, ସେଥିପାଇଁ ଏହାକୁ ଆମେ ବ୍ରାଇଟେଷ୍ଟ ଷ୍ଟାର ବୋଲିକି ବା ବ୍ରାଇଟେଷ୍ଟ ପ୍ଲାନେଟ୍ ବୋଲିକି କହିଥାଉ। ସବୁଠାରୁ ଅଧିକ ଉଜ୍ଜ୍ୱଳ ଏ ଶୁକ୍ର ଗ୍ରହ ହେଇଥାଏ। ଆଉ ଏହାକୁ ସନ୍ଧ୍ୟା ତାରା ବା ଇଭିନିଂ ଷ୍ଟାର, ପ୍ରଭାତ ତାରା ବା ମର୍ଣ୍ଣିଂ ଷ୍ଟାର ନାମରେ ମଧ୍ୟ ଏହା ଜଣାଶୁଣା। ତାପରେ 3 ନମ୍ବର ପଏଣ୍ଟରେ କ'ଣ ଲେଖାହେଇଛି, ଶୁକ୍ରରେ ଘନ କାର୍ବନ ଡାଇଅକ୍ସାଇଡ୍ ବାୟୁମଣ୍ଡଳ ଥିବାରୁ ଏହା ଅତ୍ୟଧିକ ତାପ ହୋଇଥାଏ। ତାହା ବାୟୁମଣ୍ଡଳରେ କ'ଣ? ଅଧିକ ମାତ୍ରାରେ CO2 ବା କାର୍ବନ ଡାଇଅକ୍ସାଇଡ୍ ଆମର ଉପସ୍ଥିତ ରହିଥାଏ। ସେଥିପାଇଁ ସେଥିରେ ଅନେକ ତାପ ରହେ। ତାପରେ 4 ନମ୍ବର ପଏଣ୍ଟରେ ଲେଖା ହୋଇଛି, ଶୁକ୍ରର କୌଣସି ଉପଗ୍ରହ ନାହିଁ। ଏବେ ଆମେ ଦେଖିକି ଆସିଲେ ବୁଧର ମଧ୍ୟ କୌଣସି ଉପଗ୍ରହ ନଥିଲା, ସେମିତି ଶୁକ୍ର ଗ୍ରହର ମଧ୍ୟ କୌଣସି ଉପଗ୍ରହ ନାହିଁ। ଠିକ୍ ଅଛି। ଏବେ ଆମର ନିଜର ଗ୍ରହ ପୃଥିବୀ ବିଷୟରେ ଦେଖିବା, ଯାହା 3 ନମ୍ବରରେ ଅଛି। ଦେଖ କ'ଣ ଲେଖା ହେଇଛି, ପୃଥିବୀର ଆକୃତି ପ୍ରାୟ ଗୋଲାକାର ବା ଚେପ୍ଟା ଗୋଲକ। ପୁରା ଗୋଲକ ତ ନୁହଁ, ଏମିତି ଅଣ୍ଡାକୃତିର ହେଇଥାଏ। ଏଟା ଟିକେ ଅଲଗା ହେଉଛି, ଅଣ୍ଡାକୃତିର ଏମିତି ହେଇଥାଏ। ପୃଥିବୀର ପ୍ରାୟ 71% ଅଂଶ ଜଳ ଓ 29% ଅଂଶ ଭୂମି ଅଛି, ବା ଆମେ ତାହାକୁ କ'ଣ କହିଥାଉ, 4 ଭାଗରୁ 3 ଭାଗ ଜଳ ଓ 1 ଭାଗ ଭୂମି ଅଛି ବୋଲି ଆମେ କହିଥାଉ। ଠିକ୍ ଅଛି। ସେମିତି ଆମେ 3 ନମ୍ବର ପଏଣ୍ଟରେ ଦେଖ କ'ଣ ଲେଖା ହେଇଛି, ପୃଥିବୀରେ ଗୋଟିଏ ଉପଗ୍ରହ ଅଛି ଯାହାକୁ ଆମେ ଚନ୍ଦ୍ର ବୋଲି କହିଥାଉ। ଏବେ ଆଗରୁ ମୁଁ ତୁମକୁ କହୁଥିଲି ଚନ୍ଦ୍ର ବିଷୟରେ, ଆମର ପୃଥିବୀର ଏକମାତ୍ର ଉପଗ୍ରହ ଅଛି, ତାହାକୁ ଆମେ ଚନ୍ଦ୍ର ବୋଲି କହିଥାଉ ବା ସେଇଟା ହେଲା ଚନ୍ଦ୍ର। ସେମିତି ଦେଖ ପରବର୍ତ୍ତୀ ପଏଣ୍ଟରେ କ'ଣ ଲେଖା ହେଇଛି, ପୃଥିବୀର ଗୁରୁତ୍ୱାକର୍ଷଣ ଶକ୍ତି ଥିବାରୁ
ବସ୍ତୁ ଗୁଡ଼ିକ ତଳକୁ ପଡ଼େ। ଦେଖ ଆମେ ଯେକୌଣସି ଜିନିଷକୁ ଯଦି ଏମିତି ବାୟୁମଣ୍ଡଳରେ ପକାଇଦେବା ସେ ତଳକୁ ଚାଲି ଆସିବ। ଏଇଟା ମାଧ୍ୟାକର୍ଷଣ ଶକ୍ତି ବା ଗୁରୁତ୍ୱାକର୍ଷଣ ଶକ୍ତି ପାଇଁ ଏମିତି ହେଇଥାଏ। ତାପରେ ଦେଖ ପରବର୍ତ୍ତୀ ନମ୍ବର କ'ଣ ଅଛି? ପୃଥିବୀର ବାୟୁମଣ୍ଡଳ ଆମକୁ ସୂର୍ଯ୍ୟର ହାନିକାରକ କିରଣରୁ ସୁରକ୍ଷା କରେ। ସୂର୍ଯ୍ୟର ଯେମିତି ଆଲୋକ ଆସିଥାଏ ସିଧାସଳଖ ଯଦି ଆମ ଉପରେ ପଡ଼ିବ ତାହେଲେ ଅନେକ ପ୍ରକାରର ରୋଗ ହେଇଥାଏ। ସେଇଟା କ'ଣ କରିଥାଏ? ଆମର ଯେତେ ବାୟୁମଣ୍ଡଳ ଅଛି ତାହାକୁ ସେଇଟା ଆମକୁ ପ୍ରୋଟେକ୍ଟ କରି ରଖିଥାଏ। ଠିକ୍ ଅଛି, ପୃଥିବୀ ବିଷୟରେ ବୁଝିପାରିଲ। ଏବେ ଆମେ ଆମର ପରବର୍ତ୍ତୀ ଗ୍ରହ ବୃହସ୍ପତି ବା ଜୁପିଟର ଆମେ ଯାହାକୁ କହିଥାଉ। ଯଦି ଆମର ଭିଡ଼ିଓ ଭଲ ଲାଗୁଥିବ ଗୋଟିଏ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ ଓ ଆମର ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିକି ରଖିବ। ଠିକ୍ ଅଛି, ଏବେ ଆମେ ବୁଝିବା ବୃହସ୍ପତି ବା ଜୁପିଟର ବିଷୟରେ। ଠିକ୍ ଅଛି, ଦେଖ କ'ଣ ଲେଖା ହେଇଛି। ଏଠି ଲେଖା ହେଇଛି ବୃହସ୍ପତି ହେଉଛି ସୂର୍ଯ୍ୟମଣ୍ଡଳର ସବୁଠାରୁ ବଡ଼ ଗ୍ରହ। ଯେତେ ସବୁ ଆମର ସୌରଜଗତରେ ଯେତେ ସବୁ ଗ୍ରହ ଅଛି 8ଟି ଗ୍ରହ, ତାଠାରୁ ବା ସେହି 8ଟି ଗ୍ରହ ମଧ୍ୟରୁ ସବୁଠାରୁ ବଡ଼ ଗ୍ରହ ହେଲା ଆମର ବୃହସ୍ପତି ବା ଆମେ ଯାହାକୁ ଜୁପିଟର ବୋଲି କହିଥାଉ। ଦେଖ ତାପରେ ପରବର୍ତ୍ତୀ କ'ଣ ଲେଖା ହେଇଛି? ଏହି ଏକ ଗ୍ୟାସୀୟ ଗ୍ରହ, ଏଇଟା ଗୋଟେ ଗ୍ୟାସୀୟ ଗ୍ରହ ଅଟେ। ଏଥିରେ କ'ଣ ଭୂପୃଷ୍ଠ ନାହିଁ ବା ଏଥିରେ ଭୂମି ନାହିଁ ବୋଲି କୁହାଯାଇଛି। ତାପରେ 3 ନମ୍ବର ପଏଣ୍ଟରେ କ'ଣ ଅଛି ଦେଖ, ବୃହସ୍ପତିର ଅନେକ ଉପଗ୍ରହ ଅଛି। ଯେମିତିକି ଆମର ଗୋଟେ ଉପଗ୍ରହ ଥିଲା ପୃଥିବୀର ଚନ୍ଦ୍ର, ସେମିତି ଅନେକ ଗୁଡ଼ିଏ ଉପଗ୍ରହ ରହିଅଛି କାହାର? ବୃହସ୍ପତିର। ଯେମିତିକି ଆଇଓ, ୟୁରୋପା, ଗାନିମେଡ଼େ, ଏଇଟା ଗୋଟେ ଉପଗ୍ରହ ଅଟେ। ତାପରେ ଆଉ କ'ଣ ଅଛି ଦେଖ, ପରବର୍ତ୍ତୀ ପଏଣ୍ଟ ଲେଖା ହେଇଛି ବୃହସ୍ପତିର ବଡ଼ ବଡ଼ ଘୂର୍ଣ୍ଣି ବାତ୍ୟା ଦେଖାଯାଏ। ବୃହସ୍ପତିରେ କ'ଣ ହେଇଥାଏ? ବଡ଼ ବଡ଼ ଘୂର୍ଣ୍ଣି ବାତ୍ୟା ସବୁ ହେଇଥାଏ। ବିଶେଷ କରି ମହା ଲାଲ ରଙ୍ଗର ଦେଖାଯାଇଥାଏ। ଗୋଟେ ବଡ଼ ଏମିତି ଲାଲ ରଙ୍ଗର ଦେଖାଯାଇଥାଏ, ତାହାକେ ମହାଲାଲ ଦାଗ ବୋଲିକରି କୁହାଯାଏ। ସେମିତି ବୃହସ୍ପତିର ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ, ସେଥିପାଇଁ ସେଥିରେ ଟିକେ ଅନ୍ୟ ଜୀବଜନ୍ତୁ ବା ଉଦ୍ଭିଦ ଟିକେ ବଞ୍ଚି ରହିବା କଷ୍ଟକର ଅଟେ। ଠିକ୍ ଅଛି, ଏବେ ଆମେ ଆମର 5 ନମ୍ବର ଗ୍ରହ ଦେଖିବା, ଯାହା ହେଉଛି ମଙ୍ଗଳ ବା ମାର୍ସ। ମଙ୍ଗଳକୁ ଲାଲ ଗ୍ରହ ବା ରେଡ୍ ପ୍ଲାନେଟ୍ ବୋଲି କୁହାଯାଏ। ତୁମମାନେ ଜାଣିଥିବ ଏଠାର କାରଣ କ'ଣ? ଏଥିରେ ଲୁହା ଅକ୍ସାଇଡ୍ ବା ଆଇରନ୍ ଅକ୍ସାଇଡ୍ର ଅଧିକ ମାତ୍ରାରେ ଥିବାରୁ ଏହା ଲାଲ ଦେଖାଯାଇଥାଏ। ସେଥିପାଇଁ ଏହାକୁ ଲାଲ ଗ୍ରହ ବା ରେଡ୍ ପ୍ଲାନେଟ୍ ବୋଲି କୁହାଯାଏ। ମଙ୍ଗଳର ପତଳା ବାୟୁମଣ୍ଡଳ ରହିଛି। ଦେଖ ଅଲଗା ସବୁ ଗ୍ରହରେ ବାୟୁମଣ୍ଡଳ ନଥିଲା, କିନ୍ତୁ ଏଥିରେ ଅଛି, କିନ୍ତୁ ଅତି ପତଳା ବାୟୁମଣ୍ଡଳ ରହିଅଛି। ସେଇଥିପାଇଁ ଆମର ପୃଥିବୀ ପରେ ପରେ ଯଦି କୌଣସି ଜୀବ କିମ୍ବା ଉଦ୍ଭିଦ ଯଦି ଦେଖାଯିବାର ଚାନ୍ସ ଅଛି, ତାହେଲେ ସେ ଗ୍ରହଟି ହେଲା ମଙ୍ଗଳ ଗ୍ରହ। ଠିକ୍ ଅଛି, ମଙ୍ଗଳର 2ଟି ଉପଗ୍ରହ ଅଛି, ଯେମିତି ଗୋଟେ ହେଲା ଫୋବସ୍ ଆଉ ଗୋଟେ ହେଲା ଡେମସ୍। ଠିକ୍ ଅଛି, ଦେଖ ଆଉ କ'ଣ ଲେଖା ହେଇଛି? ମଙ୍ଗଳରେ ପୂର୍ବେ ଜଳ ଥିଲା ବୋଲି ବୈଜ୍ଞାନିକମାନେ ଭାବନ୍ତି ବା ତାଙ୍କ ରିସର୍ଚ୍ଚରେ ଜଣାପଡ଼ିଛି ଯେ ଆଗରୁ ଜଳ କିଛି କିଛି ମାତ୍ରାରେ ଥିଲା। ସେମିତି ଆମେ ପରବର୍ତ୍ତୀ ଗ୍ରହ ଶନି ଗ୍ରହ ବିଷୟରେ ଆଲୋଚନା କରିବା। ଆଶା କରୁଛି ଭଲ ଭାବରେ ବୁଝିପାରିଥିବେ ପିଲାମାନେ। ଆମର ଆଲୋଚନା ଅତି ସରଳ ଭାଷାରେ ହେଉଛି, ଯେମିତିକି ତୁମକୁ କୌଣସି ପ୍ରକାରର ଅସୁବିଧା ଫେସ୍ କରିବାକୁ ପଡ଼ିବ ନାହିଁ। ଏବେ ଦେଖ ଆମେ 6 ନମ୍ବର ଗ୍ରହ ଶନି ଗ୍ରହ ବା ସ୍ୟାଟର୍ନ ଯାହାକୁ କହିଥାଉ ତା ବିଷୟରେ ଆମେ ଆଲୋଚନା କରିବା। ଶନି ଗ୍ରହ ବାୟୁମଣ୍ଡଳର ଷଷ୍ଠ ଗ୍ରହ। ଷଷ୍ଠ ଗ୍ରହ ବୋଲି ବୁଝିପାରୁଛ କି ନାହିଁ? ଏମିତି କେନ୍ଦ୍ରରେ ସୂର୍ଯ୍ୟ ଅଛି, ତାପରେ ଏଇଟା ପ୍ରଥମ ଗ୍ରହ ଆମର ଯାହା ହେଲା
बुध, तापर द्वितीय ग्रह ताहला शुक्र, तापर तृतीय ग्रह ताहला हमर पृथ्वी। एमती 6 नंबर ग्रह हला हमर शनि। बुझी पारुछ? शनि ताहार सुंदर चक्र अछि बा रिंग अछि, सेथि पई ए ग्रहटी प्रसिद्ध अटे। तापर कोन लिखा है? शनि एक ग्यासीय ग्रह अटे। आम ऊपर भी देखी जे ग्यासीय ग्रह कोटा थिला। देख एटा मध्य सेमती गोटे ग्यासीय ग्रह अटे। एथिरे कौनसी प्रकार भूपृष्ठ नाही। ठीक अछि। तापर परवर्ती पॉइंट कोन लिखा है? शनिर अनेक उपग्रह अछि, जेपरि कि तार गोटे फेमस उपग्रह हला टाइटन। सबुठारु बड़ उपग्रह हला टाइटन। तमे जदि एबे देखुथिबो 2025 रे ए पर्यंत ताहार सबुठारु अधिक उपग्रह पाखापाखि 83 टी हमर आविष्कार हे सारिछि। तापर देखो शनिर घनत्व कम, तार घनता कम थाए, सेथि पई एहा झलरे भासी जाई परिबो। ए कोन करिवो? जलरे एहा भासी जाई मध्य परिबो। सेमती आमे परवर्ती उपग्रह यूरेनस विषय आलोचना करिबा। यूरेनस कोन? यूरेनस हला हमर सप्तम ग्रह। यूरेनस सूर्यमंडल रो सप्तम ग्रह अटे। एहाकू हिम ग्रह बा आइस जायंट बोली के मध्य कुहा जाय थाए, कारण एथिरे कोन प्रेजेंट हे रहता है बा उपस्थिति कोन होता है? मीथेन गैस, अमोनिया गैस एथिरे कोन होता है? आ हिम मध्य थाए। मीथेन थाए, अमोनिया थाए ओ हिम बा हमर आइस एथरे जमिकी रही थाए। काहेकि ना सूर्यर बहुत दूर रे थिबारु एथिरे आलोक पहुंचीबा बहुत कष्टकर अटे। आलोक पहुंची न थाए, जदि आलोक थिबो नाही ताहले कोन हबो? सेतिरे अनेक प्रकार आइस एमती जमिकी रहिबो। ता सहित एमोनिया ओ मीथेन मध्य रही थाए। बुझी पारलो? यूरेनस अक्ष बहुत झुकी थिबा सेथि पई एहा पासे पड़ी घुरुथिबा बोली देखा जाए। कोन? ताहार एमती कक्ष झुकीकी रही थाए, एमती सीधा रही न थाए, ताहार कक्ष एमती झुकीकी रही थाए। सेथि पई एटा पासे रे पड़ी की घुरुथिबा परी देखा जाए। एहार रंग नील हरित। एथिरे गैस कोन? को गैस थाए? मीथेन गैस थिबारु एहा नील कलर बा नील रंगर देखा जाए। यूरेनस रो पाखापाखि 27 टी उपग्रह अछि ओ एथिरे बलय बा रिंग मध्य रहिछि। एबे हमें सौर जगतर शेष बा बाहरे थिबा ग्रह नेपच्यून विषय रे आलोचना करिबा, जोटा कि अष्टतम ग्रह अटे। नेपच्यून सूर्यमंडलर बा हमर सौर जगतर अष्टम ओ शेष ग्रह अटे। यह एक हिमदानव बा आइस जायंट ग्रह। बुझी पारुथिबो? आइस जायंट ग्रह माने हमर केंद्र रे सूर्य अछि, ताहार सबुठारु दूर रे थिबा ग्रह हला नेपच्यून। तो सूर्यर किरण ता पाखकू पहुंची बारे बहुत असुविधा हेते। ता माने सूर्य किरण न पड़े, कौनसी प्रकार सूर्य किरण पहुंची पारे नाही। जदि सूर्य किरण ग्रह रे पहुंची पारिबो नाही ताहले कोन हबो? जेमती बरफ गुड़िक जमिकी रहिबो। तो संपूर्ण भावे नेपच्यून ग्रहटी पूरा पूरी बरफ रे ढांकी हेई रही थाए। ठीक अछि? बुझी पारलो? एबे देखो 3 नंबर पॉइंट कोन लिखा है? नेपच्यून रो रंग गाढ़ होई थाए नील, कारण एथिरे मीथेन गैस रो अवस्थिति अछि। मीथेन गैस थिबा जोगु यार रंग नील देखा जाय थाए। तापर देखो हमर परवर्ती पॉइंट लिखा है, एठे सबुठारु तीव्र पवन बहे, घंटा को प्राय 2000 किलोमीटर प्रति घंटा रे ता माने पवन बही थाए। बुझी पारलो? तापर हमर शेष पॉइंट, यार 14 टी उपग्रह अछि आ एथिरे मध्य बलय बा रिंग अछि। ठीक अछि? आशा करछि बुझी पारलो। पिला माने हमर जदि वीडियो भल लागुथिबो, भलरे बुझी पारुथिबो, ताहले हमर सहित जदि जोड़ी रहबाकू चाहूछो ताहले कोन करिवो? हमर YouTube चैनल इजी लर्निंग ओडिया को सब्सक्राइब करके
ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।